ଆଜି ପାଗଟା କିଛି ଏମିତି ଥିଲା କି ଘଣ୍ଟା ଘଣ୍ଟା ଖାଇବାର ଇଚ୍ଛା ଥିଲା। ତାପରେ ମୋ ନଜର ପଡ଼ିଥିଲା ଏଇ ପୋଇ ଉପରେ। ବିଚାରା ପୋଇକି ମୁଁ ଭିଡ଼ି ଆଣିଲି। ତାପରେ ତାକୁ ଦିଗରେ କରିଦେଲି। ତାପରେ କିଛି ମସଲା ନେଇକି ମୁଁ ତାକୁ ଗ୍ରାଇଣ୍ଡରରେ କରିଦେଲି। ତାପରେ ଶାଶୁ ବି ଖଡ଼ା ଆଣିଥିଲେ ବାଜିଦେଲେ। ମୁଁ ମୋର ଏପଟେ ବଡ଼ି କଢ଼େଇରେ ପକେଇକି ଭାଜିଦେଲି। ଟିକେ ହେଇଗଲା ପରେ ତାକୁ ମୁଁ କ'ଣ କଲି ଓହ୍ଲେଇ ଦେଲି। ତାପରେ ଏବେ କଢ଼େଇରେ ଆମର ତେଲ ତାତିଗଲା। ଯେଉଁ ପରିବାକୁ ସବୁ ମୁଁ ସଜାଡ଼ି କରି କାଟିକି ରଖିଥିଲି ତାକୁ ସବୁ ଏବେ ମୁଁ ଗରମ ତେଲରେ ଛାଣିବି। ଭାରି ଆଇଲି। ତାପରେ କ'ଣ କଲି ନା ହେଇ ଭଜା ହେଇଗଲା ଆମର। ଯେହେତୁ ମୋ ପୁଅ ମୁଁ କଷ୍ଟ ନ ସହିପାରିଲା, ଦେଖିଲା ମୋ ମମି ଏକୁଟିଆ ଶିଖୁଛି ବୋଲି ହଇରାଣ ହେଉଛି, ସେ ଆସିକି ଖଡ଼ର କରିଦେଇଥିଲା। ତାପରେ ମୁଁ ଯେଉଁ ଗ୍ରାଇଣ୍ଡିଙ୍ଗ କରି ମସଲା ତକ ରଖିଥିଲି ତାପରେ ତାକୁ ସେଥିରେ ପକାଇ ଦେଇକି ତାକୁ କ'ଣ କଲି ନା ଗୋଳେଇ ଦେଇଥିଲି। ତାପରେ ତାକୁ ଭଲସେ ଗୋଳେଇ ସାରିଲା ପରେ ମୋ ପୁଅ କହିଲା ମମି ମୁଁ ମସଲା ପକାଇବି। ମୁଁ କହିଲି ଆଉ ଠିକ୍ ଅଛି। ଗୋଟେ ଡବା ଫୁଲରେ ତାକୁ ଦେଇଥିଲି ସବୁ ପକାଇକି ମସଲା, ଯାହା ବି ମସଲା ଆମ ଘରେ ଷ୍ଟକ୍ ଥିବ, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଯେକୌଣସି ବି ମସଲା। ତାପରେ ସେଠୁ କ'ଣ କଲି ତାକୁ ଭଲସେ ଗୋଳେଇ ଦେଲି। ତାପରେ ଯେଉଁ ବଡ଼ି ଭାଜିକି ରଖିଥିଲି ତାକୁ ପକାଇଦେଲି। ତାପରେ ଗୋଳେଇ ଦେଲି। ଏଇ ଯେଉଁ ଶ୍ରାବଣ ମାସରେ ଟିକେ ଡାଲି ଆଳୁ ଖାଇକି ମୋତେ ପାଟି ଘୋରି ହେଇଗଲାଣି ପରା। ସେଥିପାଇଁକା ତ ମୁଁ କହିଲି ଟିକେ ମସଲା ଜିନିଷ କଲେ କ'ଣ ଟିକେ ଭଲ ଲାଗିବ। ଆଜି ତ ଡାଲିକି ମୁଁ ପୁରା ଛୁଟି ଦେଇଦେଲି। ଆଉ ମୋ ପୁଅ ସେଠି ବସି କ'ଣ କହୁଥିଲା ନା ମମି ମୁଁ ମସଲା ପକାଇଛି ମାନେ ମୁଁ ଖାଇବି। ହଉ। ତାପରେ ସେ କ'ଣ କଲି ତାକୁ ପାଣି ଥାଳି ଘୋଡ଼େଇ ଦେଲେ। ତାପରେ କ'ଣ କଲି ନା ସାଙ୍ଗମାନେ ସେ ଚୁଲି ମୁଣ୍ଡ ଟିକେ ଭଲସେ ଓଳେଇ ଦେଲି, ସଫା କରିଲି। ତାପରେ ହେଇଗଲା ଦେଖ ଆମର ରାଇ ଫୁଟିଲା। ତାପରେ ପାଣି ବାଜିଲା। ସେ ଆଳୁ ତକ ସବୁ ମୁଁ ଫିଟେଇ ଦେଲି। କାହିଁକିନା ଆଳୁ ନ ଫିଟିଲେ ଗୋଟା ରହିଲେ ଖାସ୍ ଲାଗିବ। କାହିଁକିନା ଘଣ୍ଟା ଖଣ୍ଡେ ତରକାରୀ ନା। ତାପରେ ଆମର ତ ଏପଟେ ରାଇ କହନ୍ତି। ଆପଣଙ୍କ ପଟେ ପୋଇ ଆଳୁ ମାନେ ରାଇକି କ'ଣ କୁହନ୍ତି କମେଣ୍ଟ କରିବେ। ଜୟ ଜଗନ୍ନାଥ। ରହିଲି।